ନମସ୍କାର। ମୁଁ ମନୋରମା ମିଶ୍ର, ନୀଳାଦ୍ରି ବିହାର, ଭୁବନେଶ୍ୱର। ସ୍ମୃତି ସାନ୍ତ୍ୱନାର ଏହି ଡିଜିଟାଲ ସାହିତ୍ୟ ଆସରକୁ ଅଶେଷ ଅଭିନନ୍ଦନ ଏବଂ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା ଏହାର ସୁଦକ୍ଷା ସମ୍ପାଦିକା ସବିତାରାଣୀ ବେହେରାଙ୍କୁ। ମୋର କବିତାର ଶୀର୍ଷକ ଏକୁଟିଆ ଥିଲାବେଳେ। ଏକୁଟିଆ ଥିଲାବେଳେ ସତରେ କ'ଣ ମଣିଷ ଏକା ଥାଏ? ମୁକ୍ତ ଭାବେ ମନ ସାଙ୍ଗେ କାହିଁ କେତେ ଆଡ଼ ଘୂରି ବୁଲୁ ନଥାଏ? କେବେ ଆଗେଇ ଯାଇ ଆଶାନୁରୂପ ଜାଗାରେ ଆପଣାପଣ ଜଟେଇ ହେଉଥାଏ ତ କେବେ ଧାଏଁ ପଛକୁ, ଛାଡ଼ି ଆସିଥିବା ମୁହୂର୍ତ୍ତ ପାଖକୁ। କେତେବେଳେ ଅଧା ଦେଖା ଜାଗାଟିରେ ଘୂରି ଘୂରି ଖୋଜୁଥାଏ ନିଜର ଠିକଣା। କେବେ ଅକ୍ଲେଶରେ ହଜିଯାଉଥାଏ, କେବେ ଅକ୍ଲେଶରେ ହଜିଯାଉଥାଏ ଚିହ୍ନା ପରିବେଶରେ, ଚିହ୍ନା ମଣିଷଙ୍କ ଭିଡ଼ ଭିତରେ। ସାଗରକୁ ଲମ୍ଫ ଦେଇ ମୁକ୍ତା ଖୋଜୁ ଖୋଜୁ ଆକାଶକୁ ଉଡ଼ିଯାଇ ନୀଳିମାରୁ ମୁଠାଏ ଧରିନିଏ। ଆଶାର ଝୁଲଣାରେ ଝୁଲୁ ଝୁଲୁ ଆଶଙ୍କାର କୁହେଳି ଭିତରେ ପଶିଯାଇ ଆକ୍ତାମାକ୍ତା ହେଉଥାଏ। କେବେ ଏନ୍ତୁଡ଼ି ଆଡ଼କୁ ଧାଏଁ ତ କେତେବେଳେ ମଶାଣି ଆଡ଼େ ଚାହିଁ ଉଦାସ ହୋଇଯାଏ। କେବେ ଏନ୍ତୁଡ଼ି ଆଡ଼କୁ ଧାଏଁ ତ କେତେବେଳେ ମଶାଣି ଆଡ଼େ ଚାହିଁ ଉଦାସ ହୋଇଯାଉଥାଏ। କେତେ କୋଳାହଳ, କେତେ ଭଙ୍ଗାଗଢ଼ା ଖେଳ ସତେ ଭିତରେ ଭିତରେ। କେଉଁ ମୁହୂର୍ତ୍ତରେ ଆଘାତରେ ରକ୍ତାକ୍ତ ହେଉଥାଏ ତ କେତେବେଳେ ହରେଇ ଦେଇଥିବା ସୁଖକୁ ଖୋଜି ଅଧୀର ହୁଏ। ଦୁଃଖରେ ମ୍ରିୟମାଣ ହେଉ ହେଉ ଭେଟ ହୋଇଯାଏ ପୁରୁଣା ବନ୍ଧୁଟି ସହିତ, ଯାହା ସହିତ ଦେଖା ହେବା ଆଉ ସମ୍ଭବ ହେଉନି। ପୁନଶ୍ଚ ହଜିଯାଏ କେଉଁ ଅପହଞ୍ଚ ଇଲାକାରେ। ପୁନଶ୍ଚ ହଜିଯାଏ କେଉଁ ଅପହଞ୍ଚ ଇଲାକାରେ। କ୍ରମଶଃ ମନ ଭାରାକ୍ରାନ୍ତ ହୁଏ। ଇଚ୍ଛା ନଥାଇ ବି ଘୁରୁଥାଏ ଏଠୁ ସେଠାକୁ, ବାସ୍ତବରୁ କଳ୍ପନା ଓ କଳ୍ପନାରୁ ବାସ୍ତବକୁ। ଖାଲି ଅସ୍ତିତ୍ୱବିହୀନ ଅସ୍ଥିରତା, ଖାଲି ଅସ୍ତିତ୍ୱବିହୀନ ଅସ୍ଥିରତା। ଏସବୁ କେବଳ ଏକା ଥିଲାବେଳେ ହିଁ ଘଟିଥାଏ। ସେଇଥିପାଇଁ ତ ଏକା ରହିବାରେ ଅନେକ ଯନ୍ତ୍ରଣା, ଅନେକ ଅବସାଦ, କେବେ କେବେ ଆନନ୍ଦ ବି, ଆଗ୍ରହ ବି। ଧନ୍ୟବାଦ।